ଏଠି ଉପସ୍ଥିତ ଥିବା ମୋର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁମାନେ ଭଉଣୀ ଓ ଭାଇମାନେ ଏବଂ ମିଳିତ ଶିକ୍ଷକ ସଂଘର ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବନ୍ଧୁମାନେ ତା ସାଥିରେ ବିଭିନ୍ନ ଗଣ ସଂଗଠନ ଏବଂ ରାଜନୈତିକ ଦଳର ନେତୃବୃନ୍ଦ ଆପଣଙ୍କ ଏହି ଆନ୍ଦୋଳନକୁ ଦାବିକୁ ସମର୍ଥନ କରିବାକୁ ଆସିଥିବା ସମସ୍ତ ନେତୃବୃନ୍ଦ, ମୋର ବିଶେଷ ଭାବରେ ଲମ୍ବା ଭାଷଣ ଦେବା ବା କିଛି କହିବାର ନାହିଁ। କେବଳ ମୁଁ ଆପଣମାନଙ୍କୁ ଏତିକି କହିବି ଯେ ଆପଣମାନଙ୍କର ଶିକ୍ଷକ ବନ୍ଧୁମାନେ ନେତାମାନେ ଯେତେବେଳେ ଯେକୌଣସି ସମୟରେ ଉଚିତ ମନେ କରିଛନ୍ତି ମୋର କିଛି ପରାମର୍ଶ ନେବାକୁ ବା ନୈତିକ ସମର୍ଥନ ଦେବାକୁ ବା ସେମାନଙ୍କ ପାଖରେ ଛିଡ଼ା ହେବାକୁ ମୁଁ ଯେତିକି ପାରିଛି ସେତିକି ତାଙ୍କ ପାଖରେ ଛିଡ଼ା ହେଇଛି। ଆଜି ମଧ୍ୟ ଛିଡ଼ା ହେବାକୁ ଆସିଛି। ଆପଣମାନଙ୍କ ମନ ଭିତରେ ଅସୁମାରୀ ପ୍ରଶ୍ନ ମୁଁ ଏଠି ଛିଡ଼ା ହେବାକୁ ନେଇକି କିଛି ଅସୁବିଧା ଅସୁମାରୀ ପ୍ରଶ୍ନ କିଛି ଅସୁବିଧା, କିନ୍ତୁ ମୁଁ ଆପଣମାନଙ୍କୁ ଏତିକି ମାତ୍ର ଜଣାଇବାକୁ ଚାହେଁ, ଯେତେବେଳେ ଯେକୌଣସି ମୁହୂର୍ତ୍ତରେ ମୋ ବକ୍ତବ୍ୟକୁ ଆପଣମାନେ ସବୁ ଶୁଣିବେ, ଯେକୌଣସି ମୁହୂର୍ତ୍ତରେ ଯେତେବେଳେ କହିଛନ୍ତି ମୁଁ ସବୁବେଳେ ତାଙ୍କୁ କହିଛି ଯେ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ଏବଂ ରାସ୍ତା ଆପଣମାନଙ୍କ ଦାବି ହାସଲ କରିବାକୁ। ଏହାର ଅର୍ଥ ଆପଣଙ୍କ ନେତୃବୃନ୍ଦକୁ ଆପଣମାନେ କେତେବେଳେ ପଚାରିକି ବୁଝିଯିବେ ମୁଁ ଏକଥା କାହିଁକି କହିଲି ଏବଂ ତାର ମର୍ମଟା କ'ଣ ହେଇପାରେ। କିନ୍ତୁ ଆଜି ଆପଣମାନଙ୍କୁ ଏଠି ଏତେ ସଂଖ୍ୟାରେ ଦେଖିକରି ମୁଁ ଆପଣଙ୍କୁ ଆଜି ମଧ୍ୟ ଆପଣମାନଙ୍କ ଆଗରେ ଗୋଟିଏ ରାସ୍ତା, ସିଏ ହେଉଛି ଆନ୍ଦୋଳନ 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 ଆନ୍ଦୋଳନ, ତା ବ୍ୟତୀତ କିଛି ନାହିଁ। ତାର କାରଣ ହେଉଛି ଯେ ଆମେ ଓଡ଼ିଶାର କଥା ଖାଲି ଭାବିବାନି, ସମଗ୍ର ଭାରତବର୍ଷର କଥା ଆଜି ଆମକୁ ଭାବିବାକୁ ପଡ଼ିବ। ସାରା ଭାରତବର୍ଷର କଥା ଆମକୁ ଭାବିବାକୁ ପଡ଼ିବ। ଶିକ୍ଷା ବାବଦରେ ଅନେକ ରିସର୍ଚ୍ଚ କରିଛୁ। ଏଠି ସୁରେନ୍ଦ୍ର ଜେନା ଅଛନ୍ତି ଯେ ରିଟାୟାର୍ଡ କରିଛନ୍ତି, ତାଙ୍କ ସାଥିରେ ଅନେକ ସମୟରେ ଆଲୋଚନା କରିଛୁ। ବହୁତ ନେତୃବୃନ୍ଦଙ୍କ ସାଥିରେ ଏଠି ବନ୍ଧୁମାନେ ମୋର କିଛି ବନ୍ଧୁମାନେ ଅଛନ୍ତି ଯେଉଁମାନଙ୍କ ସାଥିରେ ଛାତ୍ର ଜୀବନରେ ସମୟ କଟେଇଛୁ। ପରବର୍ତ୍ତୀ ସମୟରେ ମଧ୍ୟ ଅନେକ ଆନ୍ଦୋଳନରେ ସମୟ କଟେଇଛୁ। ମୁଁ ଏଠି ଛିଡ଼ା ହେଇଛି ଏଇଥିପାଇଁ, ଏଇ ପିଏମ୍ଜି ସ୍କୋୟାରରେ ଯଦି ମୁଁ ମାଡ଼ ଖାଇନଥାନ୍ତି, ଯଦି ପିଏମ୍ଜି ସ୍କୋୟାରରେ ବାରମ୍ବାର ମୁଁ ଗାଡ଼ିରେ ବୁହା ହେଇକି ଜେଲ ଭିତରକୁ ନ ଯାଇଥାନ୍ତି, ତାହେଲେ ମୁଁ ଏଇ ଜାଗାକୁ ଆସିପାରିନଥାନ୍ତି। ଏଇଟା ସମସ୍ତଙ୍କ ଭାଗ୍ୟରେ ନାହିଁ କି ସମସ୍ତେ ସେଇ ବାଟ ଦେଇକି ଆସିନାହାନ୍ତି। ବହୁତ ଶସ୍ତାରେ ସୁବିଧାରେ ଆସିଛନ୍ତି, ମୁଁ ସେ ଭିତରକୁ ଯିବି ନାହିଁ। କିନ୍ତୁ ଏତିକି ଆପଣମାନଙ୍କୁ କହି ରଖେ, ଏବେ ଗୋଟେ ବହୁତ ବଡ଼ କଥା ମୁଁ ଯେତେବେଳେ ଦେଖୁଛି ଯେ ଭାରତବର୍ଷରେ ଆମର ସମ୍ବିଧାନ କହିଲା ଯେତେବେଳେ ଫ୍ରି ଆଣ୍ଡ କମ୍ପଲସରୀ ଏଜୁକେସନ ଅପ୍ ଟୁ 14 ଇୟର୍ସ, 14 ବର୍ଷ ଯାଏ, ଏବଂ ପରବର୍ତ୍ତୀ ସମୟରେ ରାଇଟ୍ ଟୁ ଏଜୁକେସନ ଆକ୍ଟ, ଏ ଦୁଇଟି କଥାରେ ଯେତେବେଳେ କୁହାଗଲା ଯେ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ ଏବଂ ସେଥିରେ ପୁଣି ଫ୍ରିରେ ପଢ଼ାଯିବ, ସେତେବେଳେ ଆଜି ଯେଉଁ 2026 ମସିହାରେ ଆମେ ଏଠି ଛିଡ଼ା ହେଇଛେ, ହଜାର ହଜାର ସଂଖ୍ୟାରେ ଆଖି ପାଉନାହିଁ। ରାଜନୈତିକ ଦଳ ସଭା କଲେ ତାଙ୍କୁ ବୁହା ହେଇକି ଆସିବ, ତାଙ୍କୁ ପଇସା ଦିଆହେବ, ସବୁ କଥା କରାଯିବ। କିନ୍ତୁ ଆପଣମାନେ ନିଜେ ନିଜ ହାତରୁ ଖର୍ଚ୍ଚ କରି ଏତେ ସଂଖ୍ୟାରେ ଆସି ପହଞ୍ଚୁଛନ୍ତି ଏବଂ ଆଖି ପାଉନି ମାଷ୍ଟର କ୍ୟାଣ୍ଟିନ୍ ଶେଷ ପର୍ଯ୍ୟନ୍ତ। ଆପଣମାନେ ଜାଣି ରଖିବା ଉଚିତ ଯେ ଆଜି 49% ପିଲା ପ୍ରାଇଭେଟ ସ୍କୁଲରେ ପଢୁଛନ୍ତି, 44% ପିଲା ସରକାରୀ ସ୍କୁଲରେ ପଢୁଛନ୍ତି, ଯୋଉଟାକି ମହାରାଷ୍ଟ୍ରରେ ପ୍ରାଇଭେଟ ସ୍କୁଲରେ କଲେଜରେ ପଢିବା ସଂଖ୍ୟା ସବୁକୁ ଟପି ଯାଇଛି। ଯଦି ଭାରତବର୍ଷରେ ହିସାବ ନେବା, 49% ପିଲା ଯେତେବେଳେ ପ୍ରାଇଭେଟ ସ୍କୁଲକୁ ଗଲେଣି, ଯୋଉଠି ଶିକ୍ଷା ବିକ୍ରି ହୁଏ, ଶିକ୍ଷା କିଣାଯାଏ, ଏବଂ ସରକାରୀ ବିଦ୍ୟାଳୟରେ ଯେଉଁମାନେ ପଢୁଛନ୍ତି ସେମାନଙ୍କ ସଂଖ୍ୟା 84% ଏବଂ 7% ପିଲା ଆଜି ସ୍କୁଲ ବାହାରେ ଯେତେବେଳେ ସମ୍ବିଧାନ କହୁଛି ଯେ ସେମାନେ କମ୍ପଲସରୀ ଏଜୁକେସନ ଅପ୍ ଟୁ 14 ଇୟର୍ସ ପାଇବେ। 24 କୋଟି ପିଲା ଯଦି ଶିକ୍ଷା ନେଉଛନ୍ତି ବର୍ତ୍ତମାନ ବିଲୋ 14 ଇୟର୍ସ, ସେଥିରୁ 2 କୋଟି ପିଲା ବର୍ତ୍ତମାନ
स्कूल बाहर अच्छा ये हूँ भारत वर्षर शिक्षा व्यवस्थार विकल चित्र जो कथा संतोष भाई कहते आम विश्व को केमी नेतृत्व देव विश्वगुरु केमी हबू जो संविधान प्रदत्त कथा को आम पालन कर असमर्थ से कहूँ आम विश्वगुरु हो पारे ये जो निछक वास्तवता मैं आपण मान आगे आने चाहिए गोटे स्वचिंतित भाव दीर्घ वर्ष धरी भारत सरकार मानकर व्यवस्था है जे शिक्षा व्यवस्था पे जी पैसा खर्च करा जाए ताहा धीरे धीरे जब कमे दिज्व अर्थात प्राइवेट स्कूल मान गढ़ी उठे ताहले प्राइवेट इन्स्टिट्यूशन मान शिक्षा अनुष्ठान गढ़ी उठे ताहले सरकार मान चाप सृष्टि होने आर्थिक दृष्टिकोण ये हूँ गोटे सुचिंतित षड्यंत्र दीर्घमेयादी योजना ये योजना आज या ये योजना हूँ लिबरालाइजेशन ग्लोबालाइजेशन प्राइवेटाइजेशन है परवर्ती समय ये योजना विस्तृत भाव में स्टेप बाय स्टेप गोटाक पर गोटे तार काया विस्तार कर चली से दिगरे जो आरंभ करते कार्यक्रम जे सफलतार सीढ़ी चलुंट मुझे आपण मानक एक कथा कहबार उद्देश्य हूँ मुझे कथा आज नुहे जो सरकार थी जो मत विभिन्न कमिटी रखा जाऊला जो शिक्षक मैंने आंदोलन करती से सरकार था आम किसी जन को निजुक्ति दि जाए नेगोसिएशन करने आईएएस ऑफिसर मान साथ मुझे जुक्ति कली आईएएस ऑफिसर मान साथ मुझे जुक्ति कली जे यही जो स्कूल मान गढ़ा जाता यही जो कॉलेज मान गढ़ा जाता केवल ओडिशा भारत वर्ष 1970-75 पर बहुत कॉलेज 78-79 मसीह 80-90 मसीह भितर 90-95 मसीह भितर गढ़ा होता से अंचल जो सरकारी हाईस्कूल नाला जो पंचायत रे सरकारी हाईस्कूल नाला सरकारी कॉलेज नाला जो ब्लॉक रे से अंचल लोक मैंने आम बापा बापा मैंने किए पाठ पढ़ी था किए पढ़ी न था किए शिक्षित थाई पारे किए शिक्षित न थाई पारे जो मैंने अशिक्षित भी थे कि भविष्य वंशधर शिक्षार प्रगति में आलोकित हे यही धारणा वर्षवर्ती से माटी चपटी इटा पकड़ते कांथ उठे टीना पकड़ते आजबेस्ट पकड़ते से शिक्षक ये जुक्ति शुणिकी मत अनेक आईएएस ऑफिसर एवं किसी मंत्री कहले अत्युक्ति हम ना मत कमिटी बेले बेले मैंने बाद दि जाए कहीं ये हूँ वास्तवता सत्य स्वीकार कर किसी असुविधा नहीं शुणा वाला कलिजा बड़ हवा दरकार तेणु मुझे कहवाक चाहे ये जुक्ति जो दिन जो बाबू माने पाठ पढ़ी शिक्षक मान पाखर से मंत्री हूँ तंत्री हूँ जंत्री हूँ अमलातंत्री हूँ ये सत्य वास्तवता दूरे जाए से आपण भली शिक्षक निर्यातित हे जार परिणाम हूँ राजरास्तार आप आज बस गत काली अगस्ट 15 होता स्वाधीनता दिवस ये पालन कर गर्भरे दर्परे सदर्परे वक्तव्य रखागला ओडिशा यही जगह पहुंची 2036 मसीहा बेलू जो 100 वर्ष पूरा ओडिशा यही जगह पहुंचब ओडिशा एतिकी ट्रिलियन डॉलर एतिकी मिलियन डॉलर अर्थनीति हम मुझे विधानसभा हिसाब देली तुम्हें जो 2036 मसीह पहुंचब से तुम्हें 5-6 लाख कोटी टंका अधिकार कोटी टंकार ऋण भार बुड़ जो 2047 कथा कहुच्छे लाल किला उपर जो 2047 कथा कहगला गत काली अगस्ट 15 यही मंच उपर 2047 मसीहा कथा से भारत वर्ष ऋण 2014 मसीह सरकार को आसिले केंद्र सरकार भारत वर्ष ऋण था 55 लाख कोटी आज 12 वर्ष भारत वर्ष बजेट जो 52 लाख कोटी ऋण हूँ 225 लाख कोटी ये हूँ भारत वर्षर भाग्य आम भली लोक मान भाग्य जड़ित 2047 में कौटी थी जो भी शिक्षा नहीं जो भी शिक्षा पे बजेट आलोकेशन हुए ना जो एमपी आसी शिक्षार बजेट कमी कमी जाऊँगी आपड़ कहतु कौ अवस्थार अच्छे मुझे सब कथा चुंबक कहबार कारण हूँ अनेक वक्ता अच्छा आपन को संबोधित करेंगे आपन को उत्साहित करेंगे आपन को निवेदन करेंगे एकाठी रहा आपन को निवेदन करेंगे
ଯେ ଆପଣ ଐକ୍ୟବଦ୍ଧ ଭାବରେ ଲଢ଼େଇ କରିବାକୁ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏ ଜାଗା ନ ଛାଡ଼ିବାକୁ ସେ କଥା ଆପଣଙ୍କ ନେତୃବୃନ୍ଦ କହୁଛନ୍ତି ସେଥିରେ ଆମେ ସହମତ। ମୁଁ ଏ କଥା ଏଇଥିପାଇଁ କହିଲି ଯେ ଅଗଷ୍ଟ 15ରେ ଯେତେବେଳେ କି ସ୍ୱାଧୀନତା ଦିବସର ମାର୍ଚ୍ଚ ପାଷ୍ଟ ହେଉଥିଲା ଜଷ୍ଟ ତା ପରଦିନ ହଜାର ହଜାର ସଂଖ୍ୟାରେ ଶିକ୍ଷକମାନେ ଏ ଦେଶ ଗଢ଼ିବା ପାଇଁ ଛାତ୍ରମାନଙ୍କର ଭବିଷ୍ୟତ ତିଆରି କରିବା ପାଇଁ ଏବଂ ନିଜେ ଭଲରେ ରହି ଅନ୍ୟକୁ ଆଲୋକ ପ୍ରଦାନ କରିବା ପାଇଁ ଆନ୍ଦୋଳନ କରୁଛନ୍ତି। ସତରେ କଣ ଭାରତବର୍ଷର ସ୍ୱାଧୀନ ଭାରତବର୍ଷରେ ଆମେ ରାଜରାସ୍ତା ଉପରେ ଛିଡ଼ା ହେଇଛେ? ଏ ପ୍ରଶ୍ନ ମତେ ଆନ୍ଦୋଳିତ ଆଜି କରୁନି, ମୋର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଶ୍ନ ମତେ ଆନ୍ଦୋଳିତ କରିଛି। ଏ ପ୍ରଶ୍ନରେ ମୁଁ ସବୁବେଳେ ଜର୍ଜରିତ ହେଉଛି, ସରୁଛି। ଆପଣମାନେ ମଧ୍ୟ ସେଇଥିରେ ଯନ୍ତ୍ରଣାର ଶିକାର ହେଉଛନ୍ତି। ଯନ୍ତ୍ରଣା ଜର୍ଜରିତ ହେଇ ମୋର ଶିକ୍ଷକ ଜାତି ମୁଁ ନିବେଦନ କରିବାକୁ ଚାହେଁ, ଆପଣଙ୍କର ଶିକ୍ଷକ ନେତାମାନେ ଆପଣଙ୍କୁ ବାରମ୍ବାର ଏଠି ଆହ୍ୱାନ ଦେଉଥିଲେ, ଶାନ୍ତି ବଜାଇ ରଖ, ଆହ୍ୱାନ ଦେଉଥିଲେ, ଐକ୍ୟ ଏକତାକୁ ବଜାଇ ରଖ, ଆହ୍ୱାନ ଦେଉଥିଲେ। ଆସିଛ ଯଦି ଲଢ଼େଇ କରିବାକୁ ଫେରିବାନି, ଲଢ଼େଇର ଅନ୍ତ ନହେଲା ପର୍ଯ୍ୟନ୍ତ, ନିର୍ଣ୍ଣାୟକ ନିଷ୍ପତ୍ତି ନହେଲା ପର୍ଯ୍ୟନ୍ତ। এই কথা শুনিলা ପରେ ମୁଁ ଆଉ ଥରେ ନିବେଦନ କରିବାକୁ ଚାହେଁ, ଆଜି ନୁହେଁ ବାରମ୍ବାର ତାଙ୍କୁ କହିଛି ଆନ୍ଦୋଳନ ତରିକା କେମିତି କରିବାକୁ ପଡେ। ମୁଁ ଆପଣଙ୍କୁ ଆଉ ଟିକେ ସତ କଥା ଖୋଲି କହିବାକୁ ଚାହେଁ, ଯେତେବେଳେ ଆମେ ସରକାର ଥିଲୁ ସେତେବେଳେ ମଧ୍ୟ ମୋ ପାଖକୁ ଯୋଉ ନେତାମାନେ ଆସନ୍ତି ବିଭିନ୍ନ ସଂଗଠନ ଶିକ୍ଷକ ମାନଙ୍କର, ମୁଁ ତାଙ୍କୁ ଗୋଟିଏ ନିବେଦନ ସବୁବେଳେ କରେ, ଆନ୍ଦୋଳନ ଏକମାତ୍ର ପନ୍ଥା, ଆପଣ ପଛକୁ ହଟନ୍ତୁନି, କାହା କଥାରେ ଭଳନ୍ତୁ ନାହିଁ। ସେତେବେଳେ ଯଦି କହିପାରୁଥିଲି ତାଙ୍କୁ ଘର ଭିତରେ ବସେଇ, ଆଜି ମୁଁ ଆପଣଙ୍କୁ କହିବାର କିଛି ଆପତ୍ତି ନାହିଁ। ମୁଁ ସେଇଥିରୁ ଆପଣଙ୍କୁ ଅନୁରୋଧ କରୁଛି, ଏ ସରକାର ଆଜି ଶୁଣିବା ଅବସ୍ଥାରେ ନାହିଁ। ଅନ୍ତତଃ ମୁଁ ଯେତିକି ଦିନ ଦାୟିତ୍ୱରେ ଥିଲି ସବୁବେଳେ ଆଲୋଚନା ଥିଲା, ମିଟିଂ ଚାଲୁଥିଲା, କଣ ନିର୍ଦ୍ଦେଶ ହବ ନ ହବ ମୁଁ ଜାଣିନଥିଲି କିନ୍ତୁ ଚାଲୁଥିଲା। ଏମାନେ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। 6 ମାସ ଅବଧି ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କହିଲେ ରିପୋର୍ଟ ନେଇ ଆଉ 6 ମାସ ଅବଧି ବଢିବ, ଆଉ 6 ମାସ ଅବଧି ବଢିବ, ଆଉ 6 ମାସ ଅବଧି ବଢିବ। କଣ ପାଇଁ ଅବଧି ବଢାଉଛ? କୋଉଥିପାଇଁ ଅବଧି ବଢାଉଛ? ଯଦି ଶିକ୍ଷକ ଜାତିକି ଆଜି ଆମେ ନ ଦେଖିବା, ଯୋଉ ସ୍କୁଲ ମାଟି ଯୋଉ ସ୍କୁଲକୁ ତିଆରି କରୁଥିଲେ ଆମ ଜେଜେବାପା ବାପା ମାନେ, ଯଦି ସେଇ ସ୍କୁଲକୁ ନ ବଞ୍ଚେଇବା ତାହେଲେ ସେଇ ଶିକ୍ଷକ ମାନଙ୍କୁ ଯଦି ନ ବଞ୍ଚେଇବା ତାହେଲେ ଆମେ ଶିକ୍ଷା କଣ ଆଶା କରିବା? ଗୋଟେ ଶିକ୍ଷା ଗୋଟେ ଜାତିକୁ ଉଠେଇବ, ଗୋଟେ ରାଜ୍ୟକୁ ଗଢିବ, ଗୋଟେ ଦେଶକୁ ସମୃଦ୍ଧିଶାଳୀ କରିବ। ଯୋଉ ଦେଶରେ ଶିକ୍ଷା ନାହିଁ ସେ ଦେଶ କେବେ ବି ଆଗକୁ ବଢିପାରିବ ନାହିଁ। ତେଣୁ ଶିକ୍ଷକ ମାନେ ଯେତେବେଳେ ଦାୟିତ୍ୱ ନେଉଛନ୍ତି, ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦିଆଯାଉଛି, ସେମାନଙ୍କୁ ସେଇଭଳି ଭାବରେ ଯତ୍ନ ନେବା ଦରକାର। ମୁଁ ତେଣୁକରି ଏତିକି କହି ରଖିବି, ଆଜିଠାରୁ ଯେବେ ବି ଆପଣ ଆସିଛନ୍ତି ଏବଂ ଯେବେ ବି ଆସିବେ, କଥା ଦଉଛି ପଛକୁ ହଟିନୁ, ନିତ୍ୟ ନୈମିତ୍ୟ ନିରନ୍ତର ଭାବରେ ସବୁଦିନ ଏଠିକି ଆସିବୁ, ସବୁଦିନ ଏଠିକି ଆସିବୁ। ଆପଣ ଯେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରୁଥିବେ, ଗୁଣ୍ଡୁଚି ମୂଷା ଭଳି ଆପଣଙ୍କୁ ସହଯୋଗର ସାହାଯ୍ୟର ହାତ ବଢେଇବୁ। এই କଥା যে ବଜ୍ର ନିର୍ଦ୍ଦୋଷ କଣ୍ଠରେ ଘୋଷଣା କରୁଛି, ଏ ମୋର ଅନ୍ତରାତ୍ମାର କଥା, ଏ ମୋ ହୃଦୟର କଥା। ଏତିକି କହି ଯେହେତୁ ଅନ୍ୟାନ୍ୟ ବକ୍ତାମାନେ ଅଛନ୍ତି ଆପଣମାନେ ସବୁ ସାମିଲ ହେବେ, କିନ୍ତୁ ମୁଁ ଗୋଟିଏ କଥା ଆପଣମାନଙ୍କୁ ଆଶା କରିବି, ମୁଁ ଗତକାଲି କର୍ମୀ ଥିଲି, ଆଜି ବି କର୍ମୀ। ମୁଁ ନେତା ହେବାକୁ ଚାହେଁ ନାହିଁ, କାହିଁକି ନା କର୍ମୀ ଯୋଉ ଯେତେବେଳେ ନେତାକୁ ପ୍ରମୋସନ ପାଇବ, ଯଦି କର୍ମୀତ୍ୱ ଭୁଲିଯିବ ତାହେଲେ ନେତୃତ୍ୱ ମଧ୍ୟ ହଜିଯିବ। ତେଣୁ ମୁଁ ଟିକେ ସ୍ଲୋଗାନ ଦେବି, ଆପଣମାନେ ଟିକେ ପାଳି ଧରିବେ। ମୁଁ ଶେଷ ପର୍ଯ୍ୟନ୍ତ ଶୁଭୁଛି ତ? ଯେ ଶୁଭୁଛି ହାତ ଟେକି ଦିଅ। ଆପଣଙ୍କ ସ୍ଲୋଗାନ ଟା ଏମିତି ହେବା ଦରକାର, ମୁଁ କିଛି ଜାଣିନି ଏମାନେ କଣ ଗୋଟେ ଏଇ ଯୋଉ କଣ ସାଉଣ୍ଡ ପ୍ରୁଫ ଗୋଟେ ତାଙ୍କ ଘର ଗୁଡା କରିଦେଇଛନ୍ତି। ମତେ ଲାଗୁଛି ତାଙ୍କର ଏଇ ଯୋଉ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସବୁ ଅଛନ୍ତି ତାଙ୍କୁ ଗୋଟେ ସାଉଣ୍ଡ ପ୍ରୁଫ କରିଦେଇଛନ୍ତି। କାରଣ ଏଇ ପାଖେ ତ ବହୁତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଘରଟା ହେଇଥିଲେ, ସେ ସିଆଡେ ପଳେଇଛନ୍ତି। ତଥାପି ତାଙ୍କର ଯେ ଲୋକ ଥିବେ ତାଙ୍କୁ ତ ସୁବିଧା ଦରକାର। ଶିକ୍ଷକ ସେ ଆସିଥିଲେ କହିକି ଯାଇଛନ୍ତି, ସେ ମନେ ପକେଇବା ପରା। ସେଇ ଟିକେ ପାଇଁ କାମିଆ ପଡୁ। ଶିକ୍ଷକ ଏକତା ଜିନ୍ଦାବାଦ। ଯୋଉ ଭାଇମାନେ ବର୍ଷେ ହାତ ଟେକିଲ, ଯୋଉ ଭାଇମାନେ ଛିଡା ହେଇଛ ଖାଲି ହେଇକି ହାତ ଟେକିଲନି, ଇଏ ହଉଛି ଏକତାର ବାର୍ତ୍ତା, ଇଏ ହଉଛି ଉଦାହରଣର ବାର୍ତ୍ତା, ଇଏ ହଉଛି ଗର୍ଜନର ବାର୍ତ୍ତା। ତାଙ୍କ କାନ କୋର ଫୁଟିବ ଏବଂ ତାକୁ ଶୁଣିବ ଯେ ଶିକ୍ଷକର ଯେତେବେଳେ ଗର୍ଜନ ହୁଏ ତୁମେ ସେତେବେଳେ ଶୁଣିବାକୁ ବାଧ୍ୟ ହବ, ନହେଲେ ଯନ୍ତର ମନ୍ତର ହବ, ଯନ୍ତର ମନ୍ତର ହବ। ମୁଁ କହିଥିଲି ଏ ସମସ୍ତରେ ବିପ୍ଳବ ହବ, ଇଏ ନେପାଳ ବାଂଲାଦେଶ ଶ୍ରୀଲଙ୍କା ଭଳିଆ ଦେଶରେ ହବ, ନହେଲେ ରକ୍ଷା ନାହିଁ।
शिक्षक जिंदाबाद यही कहब लड़ई या कहब लड़ई आउ गोटे भाषण शुणुले नेता कहते कहले आम ये शिक्षक मिलित शिक्षक संघ आंदोलन अन्य माने शिखती व अनुप्राणित होती से आपण मैंने शिक्षक अन्य को शिखाती शिक्षक एकता जिंदाबाद आमर दाबी पूरण कर आमर दाबी पूरण कर दाबी पूरण न कले राजरास्ता लड़ाई हम लड़ाई चली पढ़े ठारू राजधानी जाए लड़ाई चली एक्चुअली मोर आज हृदय हूँ छाती पशु कान बाहर ମୋର ଭୟଙ୍କର ଲଢେଇକୁ ପ୍ରସ୍ତୁତ ହେବ ଆପଣ ଅଭିନବ ସିଂହ ବସୁଦେବ ଭଟ୍ଟ। दर्शक बंधु जदि आम खबर भिडियोटी आपको भल लगी थाए तेबे आम चैनल को सब्सक्राइब फॉलो एवं लाइक करने पाई बिल्कुल भी भूलंतु नहीं। हाँ दर्शक बंधु आपण अन्य बंधु मानक शेयर निहाती करंतु। धन्यवाद नमस्कार।